ଧ୍ୟାୟତୁ ବିଷୟାନୁପୁଂସଃ ସଙ୍ଗସ୍ତେଷୁପଜାୟତେ ସଙ୍ଗାତ ସଞ୍ଜାୟତେ କାମଃ କାମାତ୍ କ୍ରୋଧୋଭିଜାୟତେ। ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଯାଏ। ଆସକ୍ତିରୁ ସେହି ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧଜାତ ହୋଇଥାଏ। ଏହି କଥାର ଭାବ କ'ଣ? ଏ କଥାର ତାତ୍ପର୍ଯ୍ୟ ହେଉଛି, ଯେଉଁମାନଙ୍କର ଭୋଗରେ ସୁଖ ଓ ରମଣୀୟ ବୁଦ୍ଧି ଥାଏ, ଯେଉଁମାନଙ୍କର ମନ ବଶ ହୋଇନଥାଏ, ଯେଉଁମାନେ ପରମାତ୍ମାଙ୍କ ଚିନ୍ତନ କରନ୍ତି ନାହିଁ, ପରମାତ୍ମାଙ୍କଠାରେ ପ୍ରେମ ନଥିବାରୁ ଏବଂ ତାଙ୍କର ଶରଣରେ ନ ରହିବାରୁ ସେହି ମନୁଷ୍ୟମାନଙ୍କ ମନରେ ଇନ୍ଦ୍ରିୟ ଭୋଗ୍ୟ ବିଷୟର ଚିନ୍ତନ ହେଉଥାଏ। ଏପରି ବିଷୟ ଚିନ୍ତନ କରି ସେହି ବିଷୟମାନଙ୍କରେ ସେମାନଙ୍କର ଅତ୍ୟନ୍ତ ଆସକ୍ତି ଜାତ ହୋଇଯାଏ। ତେଣୁ ସେମାନଙ୍କର ମନ ଆଉ ବଶରେ ନ ରହି ବିଚଳିତ ହୋଇଯାଏ। ତେଣୁ ବିଷୟ ଚିନ୍ତନ କରୁ କରୁ ଲୋକର ଯେତେବେଳେ ସେଥିରେ ଅତ୍ୟନ୍ତ ଆସକ୍ତି ହୋଇଯାଏ, ସେତେବେଳେ ତା ମନରେ ନାନା ପ୍ରକାର ଭୋଗ ପ୍ରାପ୍ତି ପାଇଁ ପ୍ରବଳ ଇଚ୍ଛା ଜାଗ୍ରତ ହୁଏ। ଏହା ହିଁ ଆସକ୍ତିରୁ କାମନା ଜାତ ହେବା। ଏହି କାମନାରେ କୌଣସି ପ୍ରକାର ବିଘ୍ନ ଉପସ୍ଥିତ ହେଲେ ଉକ୍ତ ବିଘ୍ନ ହେତୁ ଦ୍ୱେଷ ବୁଦ୍ଧି ହୋଇ କ୍ରୋଧ ଉତ୍ପନ୍ନ ହୋଇଯାଏ। ଏହା ହିଁ କାମନାରୁ କ୍ରୋଧର ଉତ୍ପନ୍ନ ହେବା।